ଆପଣମାନେ ତ ମୋତେ ଭୁଲିଗଲେଣି। ହଁ, ସମୟ ସହ ମୁଁ ବି ହଜିବାକୁ ବସିଲିଣି। ଗୁହାଳ ଘରୁ ମୋ ସ୍ଥାନ ଆସି ରାସ୍ତାରେ। କୁଣ୍ଡା, ନଡ଼ା, ଚୋକଡ଼, ତୋରାଣୀରୁ ଆସି ପ୍ଲାଷ୍ଟିକ ଜରି ଓ ଫିଙ୍ଗା ହୋଇଥିବା ଭୋଜିର ଖଲିପତ୍ରରେ ପହଞ୍ଚି ସାରିଛି। ସତରେ କ'ଣ ମୁଁ ଏ କିଛି ବର୍ଷ ମଧ୍ୟରେ ଏତେ ଅବହେଳିତ ହୋଇଗଲି? ବୋଧହୁଏ ବଉଳାର ଆତ୍ମକାହାଣୀ ରଚନା ବହିରୁ ହଜିବାର ଶେଷ ଦ୍ୱାରରେ। ଏ ପରିବର୍ତ୍ତନଶୀଳ ଦୁନିଆରେ ଯେଉଁଠାରେ କେହି କାହାର ନୁହନ୍ତି, ମୁଁ ଅବା କାହାର କିପରି ହୋଇ ରହିପାରିବି? ତୁମେ ଚାଳ ଛପର ଘର ଛାଡ଼ି ମାର୍ବଲ ଘରେ ଆସି ରହୁଛ। ମୋ ଗୋବରର କ'ଣ ଆବଶ୍ୟକତା ରହିଛି? ବଜାରରେ ମିଳୁଥିବା ପ୍ରୋଟିନ୍ ପାଉଡ଼ର ଖାଇ ଶକ୍ତିଶାଳୀ ହେଉଛ। ମୋ କ୍ଷୀରର କ'ଣ ବା ଦରକାର? ବିଲାତି କୁକୁର ଧରି ବୁଲିବା ଲୋକ କାହିଁ ଅବା ମୋ ବାଛୁରୀ ସହ ଖେଳିବେ? ଆପଣ ଅବହେଳିତ ହେଲେ ଆପଣଙ୍କୁ କଷ୍ଟ ହୁଏ, ମୋତେ ମଧ୍ୟ ହେଉଛି। ମାତ୍ର ଆପଣ କହିପାରନ୍ତି, ମୁଁ କହିପାରେନି। ମୁଁ ଆପଣଙ୍କ ସଭ୍ୟତା, ପରମ୍ପରା, ସଂସ୍କୃତି, ଐତିହ୍ୟର ଅଂଶ ହୋଇ ରହିଆସିଛି। ମୁଁ ବିଲୁପ୍ତ ହେବା ପୂର୍ବରୁ ମୋତେ କ'ଣ ଆପଣ ଆପଣେଇ ପାରିବେନି? ଏ ପ୍ରଶ୍ନବାଚୀ ମୁଁ ସୃଷ୍ଟି କରୁଛି ଆପଣମାନଙ୍କ ପାଇଁ। ଜୟ ଜଗନ୍ନାଥ।